କାହାଣୀ ସଫଳତାର ଚାବିକାଠି। ଦୂର ଏକ ଗାଁରେ ଜଣେ ପରିଶ୍ରମୀ କୃଷକ ରହୁଥିଲା, ଯିଏକି ଜଣେ ଗୋଟିଏ ବଡ଼ ଅଙ୍ଗୁର କ୍ଷେତର ମାଲିକ ଥିଲା। ପ୍ରତିବର୍ଷ ତାଙ୍କର ଅଙ୍ଗୁର କ୍ଷେତରେ ଭଲ ଅଙ୍ଗୁର ଫଳିଥାଏ ଏବଂ କୃଷକ ଅଙ୍ଗୁରଗୁଡ଼ିକ ବିକ୍ରି କରି ଭଲ ପଇସା କମେଇଥାନ୍ତି। ତାଙ୍କର 3ଟି ପୁଅ ଥିଲେ, ଯେଉଁମାନେ କି କୌଣସି କାମ କରୁନଥିଲେ। କୃଷକ ବୃଦ୍ଧ ହେବା ପରେ ସେ ନିଜ ପୁଅମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କରିଲେ। ଦିନେ ସେ ବହୁତ ଅସୁସ୍ଥ ହୋଇ ପଡ଼ିଲେ। ତାପରେ ସେ ଅନୁଭବ କଲେ ଯେ ତାଙ୍କର ମୃତ୍ୟୁ ଅତି ନିକଟତର ହୋଇଗଲାଣି। ସେ ଦିନେ ପୁଅମାନଙ୍କୁ ଡାକି ସେମାନଙ୍କୁ କହିଲେ, "ମୋତେ ଲାଗୁଛି ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ। କିନ୍ତୁ ମୁଁ ତୁମ ସମସ୍ତଙ୍କ ପାଖରୁ ବିଦାୟ ନେବା ପୂର୍ବରୁ ମୁଁ ଏକ ରହସ୍ୟ କହିବାକୁ ଚାହୁଁଛି। ଧ୍ୟାନ ଦେଇ ଶୁଣ। ଆମର ଅଙ୍ଗୁର କ୍ଷେତ ତଳେ ଗୁପ୍ତଧନ ଲୁଚି ରହିଛି। ମୋର ମୃତ୍ୟୁ ପରେ ତାକୁ ଖୋଜିବା ପାଇଁ ପୂରା କ୍ଷେତ ଖୋଳିବ, ହେଲେ ଧ୍ୟାନ ଦେବ ଯେମିତି କୌଣସି ଅଙ୍ଗୁର ଗଛ ନଷ୍ଟ ନ ହୁଏ।" ବୃଦ୍ଧ କୃଷକ କିଛି ଦିନ ମଧ୍ୟରେ ମରିଯାଆନ୍ତି ଏବଂ ତାଙ୍କ ପୁଅମାନେ ତାଙ୍କର ଶେଷ ରୀତିନୀତି କରନ୍ତି। ତାପରେ ଦିନେ ପୁଅମାନେ ନିଜ କ୍ଷେତରେ ଗୁପ୍ତଧନ ଖୋଜିବା ଆରମ୍ଭ କରନ୍ତି। ସେମାନେ ଅନେକ ସମୟ ଧରି ଖୋଜିବା ପରେ ମଧ୍ୟ ସେମାନଙ୍କୁ ସେଠାରୁ କିଛି ମିଳେ ନାହିଁ। କିଛି ମାସ ବିତିଯାଏ। ଗୁପ୍ତଧନ ପାଇବା ଆଶାରେ କ୍ଷେତ ଖୋଳିଥିବା ଦ୍ୱାରା କ୍ଷେତରେ ଭଲ ଅଙ୍ଗୁର ଫଳିଥାଏ, ଯାହାକୁ ବିକ୍ରି କରି ସେମାନେ ବହୁତ ଟଙ୍କା ରୋଜଗାର କରନ୍ତି। ଏହି ରୋଜଗାର ପୁଅମାନଙ୍କୁ ବୁଝିବାର ସାହାଯ୍ୟ କରେ ଯେ ସେମାନଙ୍କ ପିତା ସେମାନଙ୍କୁ କହିଥିବା କଥାର କ'ଣ ତାତ୍ପର୍ଯ୍ୟ ଥିଲା। ଶିକ୍ଷା। କଠିନ ପରିଶ୍ରମ ସର୍ବଦା ଫଳାଫଳ ଦେଇଥାଏ। କଠିନ ପରିଶ୍ରମର ଫଳ ସବୁବେଳେ ମିଠା ଲାଗେ। ହୋଇପାରେ ତାହା ତୁମ ଇଚ୍ଛାରେ ହୋଇଥାଉ ଅଥବା ତୁମ ବିନା ଇଚ୍ଛାରେ। ପରିଶ୍ରମର ଫଳ କେବେ ବ୍ୟର୍ଥ ଯାଏ ନାହିଁ। ସେଥିପାଇଁ ସବୁବେଳେ କଠିନ ପରିଶ୍ରମ କରିଚାଲନ୍ତୁ।